ସେଠି ମାଘ ସପ୍ତମୀରେ ଆମେ ସେଠି କୁଣ୍ଡ ପକାଉ। ସେଠୁ ଅଗ୍ନି ଆସିଲେ ଜଳ ଆସିଲେ ଏଠି କୁମ୍ଭ ଆରମ୍ଭ ହୁଏ। କେଉଁଠି? ଖଣ୍ଡଗିରିରେ 9 ଦିନ କାଳ କୁମ୍ଭ ଚାଲେ। ଅନେକ ସାଧୁସନ୍ତକୁ ଆମେ ବାହାର ଷ୍ଟେଟ୍ ଯାଉଛୁ, ତାଙ୍କୁ ଆମେ କହିକି ଆଉଛୁ, ସିଏ ଫେରେ ଜାଣୁଛନ୍ତି ଆମର ମହାକୁମ୍ଭ, ସିଏ ମାନେ ଆସୁଛନ୍ତି। ଏଥରକ ଅନେକ ସାଧୁ ଆସିଛନ୍ତି। ତାପରେ ଏଠୁ ଚାଲିଯିବେ ସୋମବାର ଦିନ ଝାଡ଼ଖଣ୍ଡ। ଆମର ଝାଡ଼ଖଣ୍ଡରେ ଗୋଟେ ମେଳା ହେଉଛି। ଆଉ ଏ ଯେଉଁ ମହାକୁମ୍ଭ, ଇଏ ମହାକୁମ୍ଭରେ ଯେବେ ମା ମାନେ କି ବାପା ମାନେ କି ଆସିକି ମାନେ ମେଳା ଭିତରେ ବୁଲିଯାଏ, ଏ ଯେଉଁ ଅଗ୍ନିର ଯେଉଁ ଧାସଟା ବାହାରୁଛି, ସେ ଧାସଟା ଯାହା ଦେହରେ ବାଜିବ ତା 7 ଜନ୍ମର ରୋଗ ଭଲ ହେଇଯିବ, ତା 7 ଜନ୍ମର ପାପ ଭଲ ହେଇଯିବ। ଏଇଟା ସାଧୁ ମିଳେ। ଏଇଟା ଆମେ ତିଆରି କରିନୁ, ଏଇଟା ମୁନି ଋଷି ମାନେ ତିଆରି କରିକି ଯାଇଛନ୍ତି ଆଗରୁ। ଏଇଟା ଖଣ୍ଡଗିରିର ଗୁପ୍ତପୀଠ ଅଛି। ଏଇଟା ମା ଇଏ ସବୁ କହନ୍ତି। ଏଇ ଯେଉଁ ପାହାଡ଼ ଭିତରେ କେଉଁଠି ଗୁପ୍ତ ଗଙ୍ଗା ଅଛି କହନ୍ତୁ? ଜାଣିଛନ୍ତି? କ'ଣ ଗୁପ୍ତ ଗଙ୍ଗା ନାହିଁ? ଆଉ ପ୍ରଭୁ କେଉଁଠି ଗାଧ ହୁଅନ୍ତି? ନାହିଁ କେମିତି ବାପା? ମା ନାହିଁ ବେରେ ମାନେ ପ୍ରଭୁ ଗାଧଉଛନ୍ତି କେମିତି ସକାଳୁ?